ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ଧଲା ପଞ୍ଚାୟତର କାଳିଆମ୍ବା ପଦଦେଶରେ କୃଷକ ଭବନ ପାର୍ଶ୍ୱସ୍ଥ ପଡ଼ିଯାତ୍ରୀ ମା ଶ୍ରୀ ମହାଲକ୍ଷ୍ମୀ, ବିଘ୍ନ ବିନାଶକ ଶ୍ରୀ ଗଣେଶ, ସିଦ୍ଧିକାରକ ଶ୍ରୀ ହନୁମାନଙ୍କ ମନ୍ଦିର ପ୍ରତିଷ୍ଠାର 5 ବର୍ଷ ପୂର୍ତ୍ତ ଉପଲକ୍ଷେ ଆଜି ତା 25/11 ମଙ୍ଗଳବାର ଦିନ ପଞ୍ଚବାର୍ଷିକ ମହୋତ୍ସବ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି। ପ୍ରାତଃ ସମୟ 8 ଘଣ୍ଟିକାଠାରେ ଯମୁନାବରଣ, 10 ଘଣ୍ଟିକା ସମୟରେ ସୂର୍ଯ୍ୟ ପୂଜା ହୋଇଥିବା ବେଳେ ମାତା ମହାଲକ୍ଷ୍ମୀଙ୍କ ପୂଜା ଅର୍ଚ୍ଚନା, ହନୁମାନ ଶ୍ରୀ ଚାଳିଶା ପଠନ, ନାମ ସଂକୀର୍ତ୍ତନ, ଭଜନ ଶ୍ରବଣ ପ୍ରାରମ୍ଭ ହୋଇଥିଲା। ପୁରାଣ ବର୍ଣ୍ଣିତ ଶାସ୍ତ୍ରଗତ ରୀତିନୀତି ବିଧି ଅନୁଯାୟୀ ଷଡ଼ାକ୍ଷର 16 ନାମ 32 ଅକ୍ଷର ମହାମନ୍ତ୍ର ପ୍ରବକ୍ତାରେ ମନ୍ଦିର ପ୍ରାଙ୍ଗଣ ମଣ୍ଡଳମଣ୍ଡିତ ହୋଇଥିଲା। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ କଳସଧାରୀମାନେ ମନ୍ଦିର ବେଢ଼ାରେ 21 ଥର ପରିକ୍ରମା କରିଥିବା ବେଳେ କଳସ ସ୍ଥାପନା ପରେ ହନୁମାନ ଚାଳିଶା ଶ୍ରବଣ କରିଥିଲେ। ଓଢ଼ଣୀ ଷଷ୍ଠୀରେ ଏଭଳି ମଙ୍ଗଳ କାର୍ଯ୍ୟ ବିଶ୍ୱର ସର୍ବସାଥୀ ସର୍ବମଙ୍ଗଳ ହୁଏ ବୋଲି ମଧ୍ୟ କିମ୍ବଦନ୍ତୀ ରହିଛି। ଉଦ୍ଯାପିତ ଏହି ମଣ୍ଡଳରେ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ ପରିପୂରକ ହୋଇଥିବା ବେଳେ ସନ୍ଧ୍ୟା 5 ଘଣ୍ଟିକା ସମୟରେ ପୂର୍ଣ୍ଣାହତି ଯଜ୍ଞ ସମାପନ କରି ପ୍ରସାଦ ସେବନ କରିବା ସହ ନଗର ଭ୍ରମଣ କରିଥିଲେ। ବୈଦିଜ୍ଞ ବ୍ରାହ୍ମଣମାନେ ପୂଜା ସମାପନ କରି କାର୍ଯ୍ୟଗୁଡ଼ିକୁ ସମାପନ କରିଥିଲେ। ମନ୍ଦିର ପ୍ରତିଷ୍ଠାତା ଆଦର୍ଶ କୃଷକ ଶ୍ରୀ ସୂର୍ଯ୍ୟନାରାୟଣ ସାହୁଙ୍କ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ କଳ୍ପନା ସାହୁ କର୍ତ୍ତା ଭାବେ ପୂର୍ଣ୍ଣାହତି ପ୍ରଦାନ କରିଥିଲେ। ନାମ, ଭଜନ, ସଂକୀର୍ତ୍ତନ, ଖୋଳ, ଝାଞ୍ଜ, ମୃଦଙ୍ଗ ଧ୍ୱନିରେ ପ୍ରକମ୍ପିତ ହୋଇଥିବା ବେଳେ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ଉତ୍ସବରେ ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଯୋଗଦେଇ ଶ୍ରଦ୍ଧାଳୁମାନେ ଆଶିଷ କୃପା ଲାଭ କରିବା ସହ ପ୍ରସାଦ ସେବନ କରି ଆତ୍ମସନ୍ତୋଷ ଲାଭ କରିଥିଲେ। ନୟାଗଡ଼ରୁ ପ୍ରମୋଦ କୁମାର ନାୟକଙ୍କ ରିପୋର୍ଟ, ଆମ ଖବର ଆମ ସଂସ୍କୃତି।